ଅନୁସାରେ ମତେ ସ୍ଥାନ ମିଳିବ। ଯଦି ସାଧନା ନଥିବ ସ୍ଥାନ ମିଳିବନି, ସଇଲା। ଏତିକି ପାଇଁ ସାଧନା। ଆଉ ଏଥିପାଇଁ ଏତେ ରଙ୍ଗ ଏତେ ବେରଙ୍ଗ, ସେ ବଳଭଦ୍ର ରାଜା ହେବେ, ସେ ଜଗନ୍ନାଥ ଛତିଆ ଯିବେ, ଆମର କଣ ସେଥିରେ ଅଛି? ଆମର ତାଙ୍କ ପାଦ ତଳେ ସ୍ଥାନ ଦରକାର, ଏତିକି ପାଇଁ ସାଧନା। ଆଉ ସବୁ ମିଛ। ହବ କି କ୍ଲିୟର। ସନ୍ଦେହ। ଆଜ୍ଞା, ପାଦ ତଳେ ଶରଣ ସେ ଦବ କି ନାହିଁ ତା ବି ସନ୍ଦେହ। ଆଉ ଯଦି ସାଧନା ନ ରହିବ ହବନି। ନାଇଁ ହବ ବୋଲି କୋଉ କଣ ଅଛି ଗ୍ୟାରେଣ୍ଟି? ନାଇଁ ନାଇଁ, ସାଧନା କଲେ ନିଶ୍ଚୟ ହବ। ଆପଣ ଚାଷ କଲେ ଧାନ ହବ, ଏଥର କହିବାର ଅଛି। ସେ ମନେ ମନେ ଆମେ ଆଟ କରିବା ନା ଆଉ। ନାଇଁ ନାଇଁ, ଆଣ୍ଟ କଣ, ଚାଷ ତ କରିବେ ଆପଣ। ଆପଣ ଯଦି ଭାବିବେ ମରୁଡି ହେଇଯିବ, ଚାଷ କାହିଁ କରିବେ? ଶୁଣନ୍ତୁ ଘରେ, ଆପଣ ଏଇଭଳି ଯଦି କେତେ କେତେ ଚାଷୀ କି ଆପଣ ଦେଖିଲେଣି? ନାଇଁ ନାଇଁ, ଯଦି ମରୁଡି ହବ ବୋଲି ଜଣେ ଚାଷ କରିବନି, ବାଇଗଣ ପୋକ ଖାଇଯିବ ବୋଲି ଜଣେ ବାଇଗଣ ଲଗେଇବନି, ଶୋଇବ। ମାନେ ଏଇଭଳି ଚାଷୀ କି କେତେ ଆପଣ ତ ଦେଖିଲେ କି? ମୋର ପାଖରେ ବହୁତ ଚାଷୀଙ୍କ ସାଥିରେ ଭଲ ସମ୍ପର୍କ ଅଛି, ମୁଁ ତାଙ୍କୁ ଜାଣିଛି ଏବଂ ଚାଷ ପରଫେକ୍ଟଲି ଚାଲିଛି। ଚାଷୀ ଚାଷ କରୁଛନ୍ତି ପ୍ରାୟ। ହଁ ହଁ। ଆଉ ସେମାନେ ଚାଷ ସରିନି। ଚାଷ କାହିଁ ସରିବ? ଚାଷ ସରେନି। ଆଉ ଚାଷ ସରିନି ତାହେଲେ ସେ ତାହେଲେ ଆପଣ ଦେଖୁଛନ୍ତି ଚାଷ ସରେନି, ଚାଷ ସରିଲେ ଆପଣ ଖାଇବେ କଣ? ଯୋଉମାନେ ଚାଷ କରୁନାହାନ୍ତି, ଚାକିରି କରୁଛନ୍ତି, ସେମାନେ କଣ ଖାଇବେ? ମାନେ ଯୋଉ ଜ୍ଞାନ ଚାଷ କରୁଛନ୍ତି ସେ କଥା ଆମେ କହୁଛୁ, ଆପଣ ଉପରେ କାହିଁ ବାହାର କଥା ନାଇଁ ନାଇଁ, ମୁଁ ସେଟା ବୁଝିପାରୁଛି। ସେ ଯୋଉମାନେ ଚାଷୀ ଧ୍ୟାନର ଚାଷ କରୁଛନ୍ତି, ହଁ 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 ସେମାନଙ୍କର ସେଇ ଚାଷ ସରେ ନାହିଁ। ସେ ଚାଷୀ ପୁଣି କିଏ? ସେମାନେ ମୁକ୍ତି ହୁଅନ୍ତି, ପୁଣି ଆସନ୍ତି। ରାମଚନ୍ଦ୍ର କଣ ପାପି ଥିଲେ ଯେ ଆଉଥରେ ଆଇଲେ? କୃଷ୍ଣଚନ୍ଦ୍ର କଣ ପାପ କରୁଥିଲେ ଆଇଲେ? ଚୈତନ୍ୟ କଣ ପାପ କରୁଥିଲେ ଆସିଲେ? ଅଚ୍ୟୁତ କଣ ପାପ କରୁଥିଲେ ବୋଲି ଜନ୍ମ ହେଲେ? କାହିଁ କୋଉଠି ଆସିଲେ କାହିଁ ଦେଖିବା ଆଜ୍ଞା, କୋଉଠି ଜଣ ଦେଖିବା? ଅଚ୍ୟୁତ ଆସିନଥିଲେ? କାହିଁ କୋଉଠି ଆସିଲେ ଆମେ ଦେଖିନୁ ତ? ରାମ ଆସିନଥିଲେ? ଆମେ ଦେଖିନୁ। କୃଷ୍ଣ ଆସିନଥିଲେ? ନାଇଁ କହୁନାହାନ୍ତି, ଆପଣ ଦେଖିଛନ୍ତି କହୁନାହାନ୍ତି? ମୁଁ ଦେଖିଛି। କୋଉଠି? ମୁଁ ତ ଦେଖିଛି ଆଉ। ମୋ ନା ନା ଆଖିରେ କଣ ଆପଣଙ୍କୁ କୁହନ୍ତୁନି, ଦେଖେଇପାରିବି? ଆମେ ରେକର୍ଡିଂ କରିବୁ ପୁଣି ଆପଣ ହଇରାଣ ହେବେ। ନାଇଁ, କରୁନାହାନ୍ତି। ମୁଁ ରାଜି। ହଁ ଆପଣ ମୁଁ କୋଉଠି ଦେଖିଛନ୍ତି ଆଜ୍ଞା ମୁଁ କୁହନ୍ତୁ ଦେଖିଛି, ମୁଁ ଦୟାକରି। ଆପଣଙ୍କୁ ଦେଖେଇ ଦେଇପାରିବି ଏ ମୁହୂର୍ତ୍ତରେ। ଆଁ ଆପଣ ରାଜି ରେକର୍ଡ କରନ୍ତୁ ଏବେ। ନାଇଁ ମୁଁ ଆପଣ ରାଜି କୋଉଠି ରେକର୍ଡ ପାଇଁ। ରାମଚନ୍ଦ୍ରଙ୍କୁ ଦେଖିଥିଲେ? ମୁଁ ଦେଖିଛି, ଆପଣ ରେକର୍ଡ କରନ୍ତୁ, ମୁଁ ଦେଖେଇଦେବି ରାମକୁ, ଏଇ ମୁହୂର୍ତ୍ତରେ ଦେଖେଇବି। ଆପଣ ରେକର୍ଡ ଆରମ୍ଭ କରୁନାହାନ୍ତି, ଏଇଟା ଭାଇରାଲ କରିବେ, ମୁଁ କହୁଛି କରିବେ। ଆଜ୍ଞା ଆମେ କଲୁ। ଆପଣ ହଉଛନ୍ତି ଆନନ୍ଦ ମହାରାଜା, ହୁଁ। ଟିକେ ଦୟାକରି କୁହନ୍ତୁ ରାମଚନ୍ଦ୍ରଙ୍କୁ ଆପଣ ଦେଖିଛନ୍ତି? କୁହନ୍ତୁ। ହଁ, ଦେଖିଛି। କୁହନ୍ତୁ, ଦୟାକରି କୁହନ୍ତୁ କୋଉ ଦେଖିଛନ୍ତି ଏବେ କିଛି ଏକ ପ୍ରମାଣ ରାମ ଦେଇପାରିବେ? ଦଶରଥ କା ବେଟା, ହୁଁ ଏକ ରାମ ଘଟ ଘଟ में बैठा, ଏକ ଦଶରଥଙ୍କୁ ରାମ। ଆପଣ ମୋ ଆପଣ କଥା କହିଲେ ମୋ ପ୍ରଭୁ କଥା ପ୍ରଭୁ ଶୁଣି ମୋ କଥା ଶୁଣି ସାରନ୍ତୁ। ମୋ କଥା ଆଜ୍ଞା କମ୍ପ୍ଲିଟ ହେଲେ ଆପଣ ଉପରକୁ ଉଠିବେ। ଆଜ୍ଞା ଆପଣ ପ୍ରଶ୍ନ କଲେ ଉତ୍ତର ନିଅନ୍ତୁ, ଚଢାମଢା କରନ୍ତୁନି। କୁହନ୍ତୁ। ଆପଣ ପ୍ରଶ୍ନ କଲେ ଯେ ଆପଣ ରାମଚନ୍ଦ୍ରକୁ ଦେଖିଛନ୍ତି କି? ମୁଁ ଉତ୍ତର ଦଉଛି, ଆପଣ କାହିଁକି ମଝିରେ ଅଟକଉଛନ୍ତି? ଆପଣ କହିଲେ ହଁ ହଁ, ତାପରେ ମୁଁ କହିଲି ରାମଚନ୍ଦ୍ରକୁ ମୁଁ ଦେଖିଛି, ହୁଁ ତାପରେ ମୋର ଉତ୍ତର ଚାଲିଛି। एक राम दशरथ का बेटा, एक राम घट घट में बैठा, एक राम सबसे प्यारा, एक राम सबसे न्यारा। କୋଉ ରାମ କଥା ପଚାରୁଛନ୍ତି କହନ୍ତୁ? ରାମ ଗୋଟିଏ ଜାଣିଛୁ, ଆମେ କେତେ ରାମ ଜାଣିଛୁ? ଗୋଟିଏ ରାମ ଜାଣିଛୁ। ମୁଁ ଚାରିଟା ରାମ କଥା ପଚାରିଲି, ଆପଣ କୋଉ ରାମ କଥା କହୁଛନ୍ତି କହୁନାହାନ୍ତି? ଗୋଟେ କାହାକୁ ଦେଖିଛନ୍ତି କହୁନାହାନ୍ତି? ଆଉ ସେଇ ମୁଁ ରାମ କଥା ଆପଣ କୋଉ ରାମ କଥା ପଚାରୁଛନ୍ତି କହିଲେ ମୁଁ ସେ ରାମ କଥା କହିବି। ଚାରିଟା ରାମର ଜଣଙ୍କ ନାଁ କୁହନ୍ତୁ। ଓହୋ, କାହାକୁ ଆପଣ କୋଉ ଦେଖିଛନ୍ତି? ରାମ କଥା ପଚାରୁଛନ୍ତି? ଆପଣ ଦଶରଥ ପୁଅ ଯାହାକୁ ରାମ? ନା ଛାଡି ଯାଆନ୍ତୁନି, ଆପଣ ଯାହାକୁ ଦେଖିଛନ୍ତି ଗୋଟିକ ପରିଚୟ ଦିଅନ୍ତୁ। ଆପଣ କୋଉ ରାମ କଥା ପଚାରୁଛନ୍ତି ନ କହି ମୁଁ କେମିତି କହିବି? ଆପଣ ଚାରିଟା ଯାକ ରାମ କଥା ପଚାରୁଛନ୍ତି ନା ଗୋଟିଏ ରାମ କଥା? ଚାରିଟା କହୁନାହାନ୍ତି। ଆପଣ କଣ ପଚାରିଲେ ସେ କଥା କହିଲେ କି ମୁଁ ଚାରିଟା ରାମ କଥା ପଚାରୁଛି? ହଁ ଚାରିଟା କୁହନ୍ତୁ, ଆମେ ଯିବା ବୁଲିବା ଆଉ କଣ। ହଁ କୁହନ୍ତୁ। ମୁଁ ଗୋଟିଏ ରାମ କଥା ଆପଣଙ୍କୁ କହିବି, ଘଟ ଘଟ ମେ ବୈଠା। ଯୋଉ ରାମ ଯିଏ ପ୍ରଶ୍ନ କଲା ସିଏ ହଉଛି ରାମ। ମୁଁ ହୁଁ ଦେଖିଛି, ବ୍ରଜ ମିଶ୍ର ହଉଛନ୍ତି ମୋ ପାଇଁ ରାମ, ମୁଁ ତାଙ୍କୁ ଦେଖିଛି। ତାପରେ ଉତ୍ତର କହ। ସେଇଟା ଆମେ ନାଇଁ ଆଉ ଯୋଉ ନାଇଁ ନାଇଁ ଦଶରଥ ନାଇଁ, ପୁଅ ସେ ୟାର ଛାଡ ନାଇଁ, ୟାର ଛାଡ ନାଇଁ। ଆମେ ଯାହା ପଚାରିବୁ ନାଇଁ ନାଇଁ, ମୁଁ ସେ ଉତ୍ତର ଦେଲି, ମୁଁ ସେ ଆପଣ ଉତ୍ତର ଦେଲି। ଦଶରଥ ପୁଅକୁ ନାଇଁ ନାଇଁ, ଦେଖିଛନ୍ତି? ମୁଁ ସେ ଉତ୍ତର ଦେଲି, ୟାର ପ୍ରମାଣ ବି ଦେବି, ୟାର ରେଫରେନ୍ସ ବି ମୁଁ ଦେବି। ୟାର ରେଫରେନ୍ସ ହଉଛି, ଦିନେ ନରେନ୍ଦ୍ର ଯାଇକି ବସିଲା ରାମକୃଷ୍ଣଙ୍କ ପାଖରେ, କହିଲା ଆପଣ ଏଡେ ବଡ ସାଧୁ ଭଗବାନଙ୍କୁ ଦେଖିଛନ୍ତି? ସେ କହିଲେ ହଁ। ନା ମତେ ଦେଖେଇ ଦେଇପାରିବେ? ନା ହଁ। ନା ଦେଖେଇ ଦିଅନ୍ତୁ। ନା ମୁଁ ସାମ୍ନାରେ ବସିକି ଯିଏ ପ୍ରଶ୍ନ କରୁଛନ୍ତି ସିଏ ହିଁ ଭଗବାନ।
ତାପରେ କହିବେ କଣ କହିବେ କହନ୍ତୁ, ମୁଁ ରେଫରେନ୍ସ ବି ଦେଲି। ଆପଣ କହନ୍ତୁ ଯେ ରାମକୃଷ୍ଣଙ୍କ କଥାଟା ବି ମିଛ। ନା ନା ଏ କହନ୍ତୁ। କଥା ଆମେ ନାଇଁ କହୁନେ। ନାଇଁ ସିଆଡେ ଇଆଡେ ସିଆଡେ ନାଇଁ ବ୍ରଜ ବାବା, ଆପଣ ଆମେ ଇଆଡେ ସିଆଡେ ନାଇଁ। ଆପଣ ପ୍ରଶ୍ନ କରିଛନ୍ତି, ଆମେ ଉତ୍ତର ଦେଇଛୁ। ଆପଣ ନାଇଁ କହିଛନ୍ତି ରେକର୍ଡ ହବ ଏବଂ ଆପଣ ଭାଇରାଲ ହବ, ମୁଁ ରାଜି। ନାଇଁ ଦଶରଥଙ୍କ ପୁଅ ନା କୋଉଠି ଅଛନ୍ତି କହୁନାହାନ୍ତି। ଦଶରଥ, ଆପଣ ହଉଛନ୍ତି 10ଟା ଇନ୍ଦ୍ରିୟର ମାଲିକ, ଆପଣଙ୍କ ଶରୀର ହଉଛି ଦଶରଥ, ଆପଣଙ୍କ ଦେହରେ ଯୋଉ ଆତ୍ମା ଅଛି ସେ ହଉଛି ରାମ। ତାପରେ କହନ୍ତୁ, ଆପଣ ଦଶରଥ, ଆପଣଙ୍କ ଭିତରେ ଯୋଉ ଆତ୍ମାଟି ଅଛି ସେ ହଉଛି ରାମ। ତାପରେ କହନ୍ତୁ। ଆଉ ସବୁ ନେଇକି ତ ଆପଣ ସେ ଜାଗା ଥୋଇଲେ ଲାଭ। ନାଇଁ ନାଇଁ, ମତେ ଇଆଡେ ସିଆଡେ ନାଇଁ। ଆପଣ ପ୍ରଶ୍ନ ୟାର କରିଛନ୍ତି, ମୁଁ ଉତ୍ତର ଦେବି। ଆମେ ଚାହୁଁଛୁ ଆଖିରେ ଦେଖିବୁ ଦେଖ। ମୁଁ ଆଖିରେ ଦେଖୁଛନ୍ତି ପରା, ମତେ ଦେଖିବେ। ଆପଣଙ୍କୁ ଯେମିତି ମୁଁ ଦେଖିଲି ମୋ ଆଖିରେ ରାମ ବୋଲି, ଆପଣ ସେମିତି ଆପଣଙ୍କ ଆଖିରେ ମତେ ଦେଖିବେ ରାମ ବୋଲି। ଘଟ ଘଟ ମେ ବୈଠା। କହନ୍ତୁ ତାପରେ। ତୁଳସୀ ଦାସ ବି ଏ କଥା କହିଛନ୍ତି, ମୁଁ କହୁନି। ଆପଣ ନାହିଁ କରନ୍ତୁ ଯେ ସନ୍ଥ ତୁଳସୀ ଦାସ ଯାହା କହିଲେ ମିଛ କହିଲେ, ଯାହା କହିଲେ କବିର। ଆମେ ତୁଳସୀ ଦାସ କିଏ ଜାଣିନୁ ଦେଖିନୁ, କିନ୍ତୁ ବର୍ତ୍ତମାନ ଆନନ୍ଦ ଯାହା କହୁଛ ହଁ ସତ୍ୟ, ହଁ, ଆମେ ତାକୁ ମାନୁଛୁ ହେଲା। ମୁଁ ମାନୁଛି ବି ବ୍ରଜ ବାବାଙ୍କୁ। ତେଣୁ ବ୍ରଜ ବାବା ମୋ ସାମ୍ନାରେ ଘଟ ଘଟ ମେ ବୈଠା, ବ୍ରଜ ବାବା ମୋ ପାଇଁ ରାମ, ମୁଁ ତାଙ୍କୁ ଦେଖିଛି, ସରିଲା। ନାଇଁ ତାହା ତ ସତ୍ୟ, ଆମେ ସେଟା ଅସ୍ୱୀକାର କରୁନୁ। ନାଇଁ ନାଇଁ, ଆପଣ ଏଟା ଭାଇରାଲ କରିବେ ଏବଂ ଯାହା ଆପଣ ପ୍ରଶ୍ନ କରିଛନ୍ତି ସେ ପ୍ରଶ୍ନର ଉତ୍ତର ମୁଁ ଯଥାର୍ଥ ଆମେ ଭାବରେ ଦେଇଛି। ଆମେ ଆମେ କାଟି ଯାଉ ଆଉ ରଖିନୁ। ନାଇଁ, ରେକର୍ଡିଂ କରୁଛୁ। ମୁଁ କିନ୍ତୁ ଭାଇରାଲ କରିବି ଏଇଟା। ଆପଣ କଣ ଭାବୁଛନ୍ତି କି ଆପଣ ସିନା ରେକର୍ଡ କରୁଛନ୍ତି, ଆମେ ସବୁ ଅଲଗା ପ୍ରକାର। ଆମର ବୃତ୍ତି ଥିଲା ସାମ୍ବାଦିକତା। ଆମେ ସତ୍ୟକୁ ପ୍ରକାଶ କରିବା ପାଇଁ ଜନ୍ମ ହେଇଛୁ, ଅନ୍ୟାୟର ବିରୋଧ କରିବା ପାଇଁ ଜନ୍ମ ହେଇଛୁ। ଆମେ ତେଲ ମାରିବା ପାଇଁ ନୁହେଁ, ଇମୋସନ କରିବା ପାଇଁ କାହାକୁ ନୁହେଁ, ବ୍ଲାକମେଲ କରିବା ପାଇଁ କାହାକୁ ନୁହେଁ। ଆମେ ସତ୍ୟ ସହିତ ସଂଗ୍ରାମ, ଯେହେତୁ ଜୀବନ ସାରା ସତ୍ୟର ପୂଜକ ହେଇଛୁ, ଅନ୍ୟାୟର ବିରୋଧ କରିଛୁ, ସତ୍ୟକୁ ଲୋକଲୋଚନକୁ ଆଣିଛୁ। ତେଣୁ ଆମ ପାଖେ ଯୋଉ ରେକର୍ଡ ସେଟା ଅଟୋମେଟିକ, ଆମେ ରେକର୍ଡ କରିବାକୁ ପଡେନି। ତେଣୁ ଆପଣଙ୍କ ସହିତ ଏପର୍ଯ୍ୟନ୍ତ ମୁଁ ଯାହା କଥା ହେଲି ସବୁ ରେକର୍ଡରେ ଅଛି। ଆପଣ କାଟିଲେ ବି, ଆପଣ ଭାଇରାଲ ନ କଲେ ମୁଁ ପୁରା କରିବି। ଅସୁବିଧା କଣ? ଏଇଟା ଜ୍ଞାନର ଯୁଦ୍ଧ। ଆପଣ ଯୋଉ ପ୍ରଶ୍ନ କଲେ ତାର ଉତ୍ତର ପରା ମୁଁ ଦେଲି। ତେଣୁ 4ଟା ରାମ ଭିତରୁ ଗୋଟିଏ ରାମରେ ପରା ସବୁ କଟିଗଲା। ଘଟ ଘଟ ମେ ବୈଠା, ସବୁରି ହୃଦୟରେ ପ୍ରଭୁ ରାମ। ଘଟ ଘଟ ମେ ବୈଠା, ଗୀତା ବି କହିଛି ଈଶ୍ୱର ସର୍ବଭୂତା ନାହିଁ। ଆପଣ ପରା ଈଶ୍ୱର, ଆଉ ପ୍ରଶ୍ନ କଣ କରୁଛନ୍ତି? ଆପଣ ପରା ମୋ ପାଇଁ ଈଶ୍ୱର। ସେ କଥା ପରା ନିଜେ ପରମହଂସ ରାମକୃଷ୍ଣ କହିଲେ ନରେନ୍ଦ୍ରକୁ, ନରେନ୍ଦ୍ର ତମେ ପ୍ରଶ୍ନ କରୁଛ, ଭଗବାନଙ୍କୁ ଦେଖେଇ ଦିଅ। ଭଗବାନ ମତେ ପ୍ରଶ୍ନ କରୁଛନ୍ତି, ଭଗବାନଙ୍କୁ ଦେଖେଇ ଦିଅ। ତାହେଲେ ମୁଁ କଣ ଦେଖେଇବି? ହଉ ତାହେଲେ, ରାମ ପ୍ରଶ୍ନ କରୁଛନ୍ତି, ରାମକୁ ଦେଖେଇ ଦିଅ। ସ୍ୱାମୀ ଆନନ୍ଦରାଜା ବ୍ରଜ ବାବାଙ୍କୁ ରାମ ଦେଖେଇଲେ। କ୍ଲିୟର କଥା। ମୁଁ ତ ଚାହୁଁଛି ଆଲୋଚନାଟା ଏମିତି ହବା କଥା। ଆଲୋଚନା ଇମୋସନାଲି ତେଲ ମାରିବା ଭଳି ହୁଏନି। ଆଲୋଚନା ଜ୍ଞାନର ହୁଏ, ବ୍ରହ୍ମ ତତ୍ଵରେ ଏମିତି ହୁଏ। ଆଉ ଫମ୍ପା ଆୱାଜରେ ଆମେ ନାହୁଁ। ଚଟି ବହି ବସିକିରି ଦୀପଦ ଗୀତ ବୋଲିବା ବାବା ଆମେ ନୁହଁ। ଆମେ ବ୍ରହ୍ମ ଦର୍ଶନ କରିଛୁ ଏବଂ ଆମ ସାମ୍ନା ଲୋକକୁ ଆମେ ଈଶ୍ୱର ବୋଲି ଭାବିଛୁ। ସଦ୍ଗୁରୁ ତାକୁ କହନ୍ତି ଯେ ଜଗତକୁ ସମଦୃଷ୍ଟିରେ ଦେଖନ୍ତି। ଶ୍ରୀମଦ ଭାଗବତ କହିଛନ୍ତି, ସମଦରଶୀ ଯେଉଁ ନର ତାପାଦେ କୋଟି ନମସ୍କାର। ତେଣୁ ମୋ ସାମ୍ନାରେ ଯିଏ ଅଛନ୍ତି ସବୁ ହଉଛନ୍ତି ବ୍ରହ୍ମ, ସମସ୍ତେ ରାମ, ସମସ୍ତେ କୃଷ୍ଣ, ସମସ୍ତେ ମହମ୍ମଦ, ସମସ୍ତେ ଆଲ୍ଲାହ। ଆସନ୍ତା କାଲି କିଏ ଆମ ଘରକୁ ଆସିବେ କହିଲେ? କାହିଁକି ପରୀକ୍ଷା କଣ ପାଇଁ? ମତେ ଏଥିରୁ କଣ, ମୁଁ ଏ ଉତ୍ତର ଦେଲେ ମତେ କଣ ମିଳିବ? ଆପଣଙ୍କ ଘରଟା ମୋ ନାଁରେ ରେଜିଷ୍ଟ୍ରି କରିଦେବେ? ତାହେଲେ ମୁଁ କହିବି। କିଏ ଆସିବ କୁହନ୍ତୁ, ଆମେ ନା ନା, ସେଗୁଡା ବାହାନା ମାରିଲେ ହବ। ନାଇଁ ନାଇଁ, ରେକର୍ଡ କଣ, ବାହାନା କଣ? କାହିଁକି ଆମେ କହିବୁ? ଏ ପ୍ରଶ୍ନ କାହିଁକି ଆପଣ କରିବେ? ଏଭଳି ପ୍ରଶ୍ନ କାହିଁକି ଆପଣ କରିବେ? ପରୀକ୍ଷା କାହିଁକି ହବ? ପରୀକ୍ଷା କେହି କାହାକୁ କରନ୍ତିନି ଏବଂ ପରୀକ୍ଷା କରିବା ଦ୍ଵାରା ନିଜର ଶକ୍ତି ଆପଣଙ୍କର କ୍ଷୟ ହବ, ମୋର ବି କ୍ଷୟ ହବ। ମୁଁ ପରୀକ୍ଷା ଦେବି କାହିଁକି? ମୁଁ ଯେ ଭଗବାନ ନିଜକୁ ତ କହୁନାହିଁ। ମୁଁ ଭଗବାନ ବୋଲି ତ ନିଜକୁ କହୁନାହିଁ। ଆନନ୍ଦ ଭାଇ ଆଜି ଜିତିଗଲ, ଧରା ପଡିଗଲ। ନା ସେମିତି ନୁହଁ। କିଛି ଜିତା ଜିତି ହାରିବାର, ମୁଁ କାହାକୁ ହରେଇବାର ନଥିଲା ତ। ନା ନାଇଁ, ଆଜି ଜିତିଗଲ, ଧରା ପଡିଗଲ। ବାବା, ଧରା ପଡିବାର ମୁଁ କହିଦଉଛି, ମୁଁ କାହାକୁ ହରେଇବା ପାଇଁ ଯୁଦ୍ଧ କରେ ନାହିଁ, ତେଣୁ ମୁଁ ହାରେ ନାହିଁ। ମୁଁ ଯେହେତୁ କାହାକୁ ହରେଇବା ପାଇଁ ମନରେ ରଖି ନାହିଁ, ତେଣୁ ମୁଁ ହାରେ ନାହିଁ।
ବାସ୍ ବାସ୍ ବାସ୍। ଆଉ ସେଇ କଥା ସତ୍ୟ ଆଉ। ନାଇଁ ଜଣେ ସାଧୁ କହିଥିଲେ, କହିଲେ ଏଇଭଳି ଜଣେ ଖଣ୍ଡଗିରି କିଏ ଅଛନ୍ତି କି, ସେ ନାଁ ଫାଁ କହିନାହାନ୍ତି, ଆମେ ସେଇ ଗୋଟାକ ମୁଁ ଏ ରାଜୁରୁ ମନେ। ଶୁଣନ୍ତୁ, ଏଗୁଡାକ ହଉଛି କୁହୁଡି। ଆପଣଙ୍କର ଏଇ ଯୋଉ ଟାଇପ ର ଆଲୋଚନା, ଏ ଆଲୋଚନା ହଉଛି କୁହୁଡି। ମୁଁ କୁହୁଡିରେ ପହଁରେନି। ସେ ସାଧୁ ମାନେ କହିଥିଲେ ସେ ଖଣ୍ଡଗିରିରେ ମାନେ ଅଛନ୍ତି, ସେ ସେ ଏମିତି ବୁଝ ବାବା ହେଇଥିବେ। ବାବା ଆପଣ ନିଜେ ଜାଣିଛନ୍ତି ବାବା, ଆପଣ ମତେ ଡାକିଥିଲେ ବୈକୁଣ୍ଠ ଆଶ୍ରମକୁ, ଆପଣ ନିଜେ ସ୍ୱଚକ୍ଷୁରେ ଦେଖିଛନ୍ତି। କିନ୍ତୁ ଗେଟଠୁ ସେ ମୁଁ ଲୋକ ଫେରିଛି, ଆପଣ ମତେ ପ୍ରଶ୍ନ କରିଛନ୍ତି ସତ ନା ମିଛ। ମୁଁ 15 ମିନିଟ ଭିତରେ ସେ ଜାଗା ଛାଡିଲି, ଆପଣଙ୍କୁ କହିକି ଆଇଲି ମିଛ। ଏ କଥା ମିଛ ନା ସତ? ସେ ସେଇଟା ତିନି ଲୋକଟି ତିନି କହିଲେ ମାସ ପରେ ପ୍ରମାଣ ହେଲା ନା ନାଇଁ? ଏବଂ ଖଣ୍ଡ ମତେ ସେଠି ଯେତେବେଳେ ସେଇ ଅର୍ଜୁନ ସାହୁ ଯିଏ ଚ୍ୟାନେଲ କରିଥିଲେ, ସେ ଯେତେବେଳେ ପଚାରିଲେ ସାଧୁଙ୍କ ସମ୍ପର୍କରେ, ମୁଁ ଗୋଟିଏ ଉତ୍ତର ଦେଇଥିଲି। ଗେରୁଆ ବସ୍ତ୍ର, ଦାଢି ବାଳ ଛାଡି ତିଳକ ଚୈତନ୍ୟ କରୁଥିବା ବ୍ୟକ୍ତି ସାଧୁ ନୁହନ୍ତି। ସାଧୁ ଏକ ଅବସ୍ଥା, ଗୁରୁ ଏକ ତତ୍ତ୍ୱ। ତେଣୁ ଏଥର ପରୀକ୍ଷା ନିରୀକ୍ଷା କିଛି ନାହିଁ। ମୁଁ ସୂର୍ଯ୍ୟ ଉଦୟ ହେଲେ ବନ୍ଦ କରିପାରିବିନି, ସୂର୍ଯ୍ୟ ଅସ୍ତ ଗଲେ ଅଟକେଇ ପାରିବିନି, ବର୍ଷା ହେଲେ ଅଟକେଇ ପାରିବିନି, ବନ୍ୟା ହେଲେ ଅଟକେଇ ପାରିବିନି। ମୁଁ ଗୋଟେ ନିମିତ୍ତ ମାତ୍ର। ସବୁ ନିମିତ୍ତ ଗୁଡିକ ଏକତ୍ରିତ ହୁଅନ୍ତି, ସବୁ ବିନ୍ଦୁ ମିଶିଲେ ସିନ୍ଧୁଟିଏ ହୁଏ। ତେଣୁ ସମଗ୍ର ଜଗତର ଶକ୍ତି ଯେତେବେଳେ ଏକତ୍ରିତ ହୁଏ, ସେତେବେଳେ ଭଗବାନଙ୍କର ଅସଲ ଶକ୍ତି ଉଦ୍ଭବ ହୁଏ। ଜଣେ ବ୍ୟକ୍ତି ବ୍ରହ୍ମର ଅଂଶ ହେଇପାରେ, କିନ୍ତୁ ସେ ସମଗ୍ର ବ୍ରହ୍ମ ନୁହେଁ। ସୂର୍ଯ୍ୟ ଯେମିତି ଏକ ଆଲୋକ, ଟର୍ଚ୍ଚ ସେମିତି ଗୋଟିଏ ଆଲୋକ। କିନ୍ତୁ ଟର୍ଚ୍ଚ ସୂର୍ଯ୍ୟ ଉଦୟ ହେଲେ ଆପେ ଆପେ ଜଳୁଥିଲେ ବି ଲିଭିବା ଭଳି ସମାନ। କାରଣ ଟର୍ଚ୍ଚର ଶକ୍ତି ସୂର୍ଯ୍ୟଙ୍କ ଶକ୍ତି ଠାରୁ ବହୁ କୋଟି କୋଟି ଗୁଣରେ ନଗଣ୍ୟ। ତେଣୁ ଆମେ ନଗଣ୍ୟ, ଈଶ୍ୱର ମହାନ। ଯାହା ହଉ ବ୍ରଜ ବାବାଙ୍କ ସହିତ ସତ୍ସଙ୍ଗ। ବୁଝିଲେ ବ୍ରଜ ବାବା? ଆଜ୍ଞା। ଆପଣଙ୍କ ସହିତ ଟାଣରେ ସତ୍ସଙ୍ଗ। ଇଏ ନାଇଁ କୋମଳ। ସେ କଥା ଗୋଟେ ଆଉ କାଟି ହବନି, ଆଉ ପ୍ରଭୁ କଥାକୁ ଆମେ କାଟି ନାଇଁ ନାଇଁ, ଯାହା ଆମେ ପ୍ରଭୁଙ୍କ ଶକ୍ତି। ଚାହୁଁଥିଲୁ ଆନନ୍ଦ ବାବା ଧରା ପଡି ଗଲେ, ଆଉ କଣ କରିବା। ନାଇଁ ନାଇଁ, ସେ ଧରା ଆମର କିଛି ନାହିଁ। ଧରା ପଡିବାରେ ନାହିଁ, ଅଧରା ପଡିବାରେ କିଛି ନାହିଁ। ଆମେ କୋଉଥିରେ ନା ନିନ୍ଦାରେ ନା ପ୍ରଶଂସାରେ। ଆମର ନିଜସ୍ୱ ଜ୍ଞାନ କହିଲେ ଏତିକି ଅନୁଭବ ଜ୍ଞାନ, ଯାହା ଆପଣ ଶୁଣିଲେ। ଏଇଟା ହଉଛି ଅନୁଭବ ଜ୍ଞାନ, ଶାସ୍ତ୍ର ଜ୍ଞାନ ନୁହେଁ। ତେଣୁ ଆମେ ଜଗତକୁ ବ୍ରହ୍ମମୟ ଭାବିଛୁ। ଆମ ସାମ୍ନା ଲୋକଟିକି ଆମେ ଈଶ୍ୱର ବୋଲି ଭାବିଛୁ, ସଇଲା। ଏତେ କଥା କଣ? ଏତେ କଥା ନାହିଁ, ଏଇଠି ହଉଛି କଥାଟା। ହଉ, ଆପଣଙ୍କର ବହୁମୂଲ୍ୟ ସମୟକୁ ଆମେ ନଷ୍ଟ କରିଥିବାରୁ ଦୁଃଖିତ। ଆମର ଆମର କୋଉ ସମୟ ଅଛି, ସମୟ ଥିଲେ ସିନା ଆସିବ। ଯେ ଗୋଟେ କଥା, ହଉ କୁହନ୍ତୁ। ଆଜିକାଲି ଯୋଉ ଗୁରୁ ମାନେ ହେଇଛି, ଗୁରୁ ତ ଇଏ କି ଆମେ ଜାଣିଛୁ, ଆମେ ବି ଗୁରୁ କରିଛେ। ଗୁରୁ କଥା କହିବାକୁ ଇଚ୍ଛା ହଉନି। କିଛି ଶିଷ୍ୟ ଆମ ପାଖେ ଫେର ଯାଉଛନ୍ତି ଯେ ଗୁରୁ ଚାବି ଆମକୁ ଦଉନାହାନ୍ତି। ଚାବି ଆମ ପାଖରେ ପରିଲକ୍ଷିତ ଅଛି, ହେଲା। ଏହା ମାନେ କଣ, ଗୁରୁ ପାଖରେ ଚାବି ନାହିଁ ନା ଜାଣିକି ସେମାନେ ଦଉନାହାନ୍ତି? ପାତ୍ର, ଯଦି ଗୁରୁ ଜାଣୁଥିବେ ଯେ ଇଏ ପାତ୍ର ନୁହଁ, ଦେବେନି। ଯଦି ଇଏ ପାତ୍ର, ଇଏ ମାଗିବା ବି ଦରକାର ନାହିଁ, ଆପେ ମିଳିଯିବ। ଯିଏ ମାଗୁଛି ସେ ପାତ୍ର ହେଇନି। ଆମେ ତ ମାଗିନୁ, ଦାବି କରିନୁ, ଆମ ପାଖେ ମିଳିଯାଇଛି। ଆମେ ତ ମାଗିନୁ, କଥା ସେଇଆ। ଆମେ ତ ମାଗିନୁ, ଆମ ପାଖେ ଅଜାଡି ହେଇଯାଇଛି। ଏଇ କଥାଟା ଆମେ ଚାହୁଁଛୁ ବର୍ତ୍ତମାନ। ଆମ ହଁ ନାଇଁ ଆମେ ସେ କଥା କହୁନୁ, କାହିଁକି ଗୋଟେ ସେ ଯୋଉ କଥାଟା ଆପଣଙ୍କୁ କହିଲୁ, କିଛି ଶିଷ୍ୟ ଅନ୍ୟ ଗୁରୁଙ୍କର, ଆମ ଶିଷ୍ୟ ଆମ ଗୁରୁ ଭାଇ କହନ୍ତି, ଅନ୍ୟ ଗୁରୁ ତ ଅନେକ ଲାଖ ଲାଖ ହେଲାଣି। କିଛି କୁହନ୍ତି ଆଜ୍ଞା ଅମୁକ ବାବା ଆମର ଗୁରୁ, ଆପଣ ଜାଣିଛନ୍ତି? ଆମର ହଁ ନା, କାହିଁ ଆମକୁ ସେ କଣ ଫୁଲ ଧରେଇଲେ ଟେମ୍ପ ନାହିଁ, ଟେମ୍ପ ବାବାଙ୍କ ପାଖେ ଟଙ୍କା ଦଉନ, ସେ ପେଟ ଧରେଇବେ। ଯାଇ ଆମେ ଏମିତି ସବୁ ତାଙ୍କୁ କହୁ। କାଲି ବି ଆଲୋଚନା ହେଇଛି ରଚନା ଗୋଟେ ଏଇ କଥା। ନାଇଁ ହେଲା ଯେ ବାବା, କଥା ହଉଛି ନା ଗୁରୁ। ସେମାନଙ୍କୁ, ସେ ଗୁରୁଙ୍କୁ ଜଣା ନାହିଁ ନା, ଆମେ ସେମାନଙ୍କୁ ଆମେ ଚାବି ଆମେ ନାହିଁ। ଆମେ ଆମେ ସେ କଥା କାହିଁ ଭାବିବା? ଆପଣ ଗୋଟିଏ କଥା ଭାବନ୍ତୁ ଯେ
ଛୁଞ୍ଚି କୁ ଛୁଞ୍ଚିରେ କଢାଯାଏ। ହୁଁ। ଯଦି ଆପଣଙ୍କ ଗୋଡରେ ଗୋଟେ କଣ୍ଟା ବୁଡିଗଲା ଆପଣ କାଢିବେ କୋଉଥିରେ? କଣ୍ଟାରେ। ତାହେଲେ ଯଦି ଆପଣଙ୍କ ଗୋଡରେ କଣ୍ଟା ବୁଡିଛି ଏବଂ ଆପଣ ବାହାର କରି ସାରିଲେଣି ତା ମାନେ ଆପଣଙ୍କୁ ମିଳିଛି କଣ? କଣ୍ଟା। ଯଦି ବାହାରୁନି ତା ମାନେ ଆପଣଙ୍କୁ କଣ୍ଟାଟେ ମିଳୁନି। କାହିଁକି କଣ୍ଟାଟେ ମିଳୁନି? ନା ଆପଣ ଡାକ୍ତର ପାଖକୁ ଯାଇନାହାନ୍ତି। ଆପଣ ଯାଆନ୍ତୁ, ଉପଯୁକ୍ତ ପାତ୍ର ହୁଅନ୍ତୁ। ଆପଣ ପାତ୍ର ହେଲେ ମିଳିବ। ସିଏ ଗୁରୁ କଥା କାହିଁ ପଡିଛି ଆପଣଙ୍କ ଭିତରେ? ଯୋଉ ଗୁରୁ ଆପଣ କାହିଁକି ମନରେ ଆସିବ ସେ ଗୁରୁଙ୍କ ପାଖେ ନାହିଁ ଏ କଥା କାହିଁକି ଆସିବ? ଜଗତ ବ୍ରହ୍ମମୟ। ଆପଣ ଏତିକି କଥା ବୁଝି ଯାଆନ୍ତୁ ଯେ ଗୁରୁ ରୂପ ଭେଦ ରଙ୍ଗରେ ନଥାଏ। ଗୁରୁ ଛଦ୍ମରେ ଅତି ନଗଣ୍ୟ ଭାବରେ ସେ ଦରକାର ପଡ଼ିଲେ ଆପଣଙ୍କ ପାଖେ ବସିକି ଖଲି ଚାଟୁ ଥାଇପାରେ। ସେ ହିଁ ଅସଲ ଗୁରୁ ହେଇଥାଇ ପାରନ୍ତି, ଆପଣ ଜାଣିପାରୁନାହାନ୍ତି। ଦୁଇ ଆପଣ ଯଦି ପାତ୍ର, ଆପଣ ତାଙ୍କୁ କାହିଁ ଅନେଇଛନ୍ତି ଯେ ଆପଣଙ୍କୁ ଯଦି ପାତ୍ର ପରା ଆପଣଙ୍କୁ ଆସିକି ଆପେ ଆପଣଙ୍କ ହାତରେ ପହଞ୍ଚିବ, ଗୁରୁ ଆପଣଙ୍କ ପାଖେ ପହଞ୍ଚିବେ। ନାଇଁ ନାଇଁ ଆପଣଙ୍କ କଥା କହୁନି, ମୁଁ ଜଗତର କଥା କହୁଛି। ଯିଏ ପାତ୍ର ତା ପାଖରେ ସେ ଖୋଜିବା ତ ଦରକାର ନାହିଁ। ନାଇଁ ଗୁରୁ ନିନ୍ଦା କରିବାଟା ଆମକୁ ଭଲ ଲାଗୁନା, କଥା ବୁଝୁଛନ୍ତି ତ? ଆପଣ କାହିଁ ସେଥିରେ କଣ ପାଉଛନ୍ତି ଯେ? ମତେ କାଟୁଛି କର୍ଣ୍ଣ କଟୁ। ନାଇଁ 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 ଆପଣଙ୍କୁ କାଟୁଛି ମାନେ ଆପଣ ଇନ୍ଦ୍ରିୟ ସହିତ ଯୁକ୍ତ। ମତେ କିଛି କାଟେନି ତ। ମତେ କୌଣସି କଥା ଶୁଣନ୍ତୁ, ଆଗରୁ ରାସ୍ତାରେ ମୁଁ ଗୋଟେ ଆକ୍ସିଡେଣ୍ଟ ଦେଖିଲେ ମତେ ମୋ ଦେହ କଣ ହେଇଯାଉଥିଲା, ଏବେ କିଛି ହଉନି। ଭିକାରୀ ଦେଖିଲେ ମତେ ଦୁଃଖ ଲାଗୁଥିଲା, ଦରିଦ୍ର ଦେଖିଲେ ଦୁଃଖ ଲାଗୁଥିଲା, ମତେ ଏବେ କିଛି ହଉନି। କାରଣ କଣ? ଏ ତ ସବୁ ମାୟା। ମୁଁ ଯାହା ଦେଖୁଛି ତାହା ତ ମାୟାଟା, ମିଛଟା। ଯାହା ମିଛ ମୁଁ ତାକୁ ନେଇକି ବ୍ୟସ୍ତ କଣ ପାଇଁ? ତାହା ତ ସତ୍ୟ। ଜଗତ ତ ମାୟା। ସେ ଯିଏ କହିଲା ଗୁରୁ ନିନ୍ଦା କଲା ସେ ତ ମାୟା, ଯିଏ କହିଲା ସିଏ ବି ତ ମାୟା। ଜଗତ ତ ମାୟା। ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ। କେବଳ ବ୍ରହ୍ମକୁ ଛାଡ଼ିଦେଲେ ସବୁ ତ ମିଥ୍ୟା। ତାହେଲେ ମତେ କଷ୍ଟ କାହିଁ ହବ? ମାୟା ଆଉ ମିଛ କଥାଟା ମତେ କାହିଁ କଷ୍ଟ ଦବ? ଜଣେ ଲୋକ ଉପରେ ଗାଡି ଚଢିଗଲା, ସେ ଛଟପଟ ହଉଛି, ମତେ କାହିଁ କଷ୍ଟ ହବ? ମୁଁ ତ ଦେଖୁଛି ଏଇଟା ମାୟା ଆଉ ମିଥ୍ୟାଟା। ଆତ୍ମା କଣ ଛଟପଟ ହୁଏ? ଆତ୍ମାକୁ ଅଗ୍ନି ପୋଡିପାରେ, ଆତ୍ମାକୁ ଜଳ ବୁଡେଇ ଦେଇପାରେ, ଆତ୍ମାକୁ ପବନ ଉଡେଇ ନେଇପାରେ। ଏଇଠି ଗୋଟିଏ କଥା ଆମେ ପାଇଲୁ, ବଢିଆ। ହଉ, ଯଦି ଆମ ପରିବାରରେ ସେଭଳି କୌଣସି ବ୍ୟକ୍ତି ହୁଏ, ଗାଡି ଚଢିଗଲା, ଦେଖିବା ଇଏ ପ୍ରଶ୍ନ ଆପଣଙ୍କ ଭିତରେ ଆସୁଛି ମାନେ ଆପଣଙ୍କୁ ପୁରାଣ ପୁରୁଷ ପଢିଲା ପରେ ତାହା ଆପଣଙ୍କୁ ପ୍ରାପ୍ତ ହଉନି। ପୁରାଣ ପୁରୁଷରେ ଲାହିଡି ମହାଶୟଙ୍କର ଝିଅ ମରିଗଲା ହଇଜା ହେଇକି। ଉପର ମହଲାରେ କାନ୍ଦ ବୋବାଳି ଚାଲିଥିଲା, ତଳ ମହଲାରେ ଶିଷ୍ୟ ମାନଙ୍କୁ ସେ ଗୀତା ବୁଝଉଥିଲେ। ଶିଷ୍ୟ ମାନେ କହିଲେ ଗୁରୁଦେବ ଘରେ କାନ୍ଦ ବୋବାଳି ହେଲାଣି, ଝିଅଙ୍କର ବିଦାୟ ହେଇଗଲା, ଆଉ ଆଜି ଏତିକି ଥାଉ। ସେ ଉତ୍ତର ଦେଲେ ଯେ ତୁମର କଣ ଗଲା, ତୁମେ ତ ଗୀତା ଶୁଣୁଛ, ମୁଁ ତ ବୁଝଉଛି। ତାହେଲେ ଆପଣଙ୍କ ଭିତରେ ପ୍ରଶ୍ନ କେମିତି ଆସୁଛି? ପରିବାରର ମରିଗଲା, ପରିବାର ବୋଲି କିଏ ଆପଣଙ୍କର? ଆପଣଙ୍କର ପରିବାର ତ କେହି ନାହିଁ। ଆପଣ ଯୋଉଦିନ ମରିଯିବେ ସେଦିନ ପୁଅ ତ ବାପା ବୋଲି କହିବନି, କହିବ ମୁଁ ପଚାରିବି ଆରେ ବାବା ଆଉ ବାପା ଚାଲିଗଲେ ଏବେ କୋଉଠି? ନା ନାଇଁ ଅଙ୍କଲ ଡେଡ ବଡି ବର୍ତ୍ତମାନ ମେଡିକାଲରେ, ଆଉ ଡେଡ ବଡି ଆସିନି। ସେ କହିବ କି ବାପା ଆସିନାହାନ୍ତି? ସେ କହିବ ଡେଡ ବଡି ଆସିନି। ଆଉ ପରିବାର କିଏ ଆପଣଙ୍କର? ପୁଅ କି? ନାଇଁ ବର୍ତ୍ତମାନ ଶବ ଶ୍ମଶାନକୁ ଯାଉଛି, ଶବ ଯାତ୍ରା ହଉଛି, ସେ ବାପା ଯାତ୍ରା କହିବ ନା ଶବ ଯାତ୍ରା କହିବ? କଣ କହିବ? ଆଉ ତାହେଲେ ଆପଣଙ୍କ ପରିବାର କିଏ? ସ୍ତ୍ରୀ କେତେ ସମୟ ସିନ୍ଦୁର ଶଙ୍ଖା ରଖିପାରିବ ଆପଣ ମରିଗଲା ପରେ? ଆପଣଙ୍କ ଝିଅ କେତେ ସମୟ କାନ୍ଦି ପାରିବ? 10 ମିନିଟ, ଗୋଟେ ଦିନ, କିଛି ଦିନ, ଏଇଆ। ଆଉ ତାହେଲେ ଆଉ ପରିବାର କହୁଛନ୍ତି?
ଆପଣଙ୍କ ପରିବାର କହିଲେ ଆପଣଙ୍କର ମନ, ଆପଣଙ୍କ ଇନ୍ଦ୍ରିୟ, ଆପଣଙ୍କ ଆତ୍ମା। ଏତିକି ଏତିକି ଆଧ୍ୟାତ୍ମିକ ଶିକ୍ଷା। ଆଠୁ ଅଧିକ ଆଗକୁ ଗଲେ ମାୟା। ମାନେ ଏ ଯୋଉ ପ୍ରଶ୍ନଟା ଶୁଣୁନାହାନ୍ତି କି, ଇଏ କିଛି ବ୍ୟକ୍ତିଙ୍କର ପ୍ରଶ୍ନ ତ ଆମେ 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 ବ୍ୟକ୍ତିଙ୍କ ସହିତ ଆମର କିଛି ସମ୍ପର୍କ ନାହିଁ, କେହି ତ ନାହିଁ। ତାଙ୍କ ଉତ୍ତରଟା ଆମେ ପାଇଗଲୁ। ଆପଣ ଗୋଟିଏ କଥା ଜୀବନରେ ମନେ ରଖନ୍ତୁ, ଗୁରୁ ଜ୍ଞାନ ଏହା ଯେ କେବଳ ସେ ଆଉ କେହି ନା। ସେ କହିଲେ ମୋ ପ୍ରାଣ ଯୋଉଟିକାକ ନାକରେ ପଶୁଛି ବୋଲି ମୁଁ ଅଛି କଥା କହୁଛି। ସେ ଆଉ ମୁଁ, ସେ ଥରେ ପଶିକି ଯଦି ବାହାରିଗଲା ଆଉ ଥରେ ନ ଫେରିଲା ମୁଁ ମଧ୍ୟ ନାହିଁ। ମୁଁ ମଧ୍ୟ ମୋ ପୁଅର ନୁହଁ କି ସ୍ୱାମୀର ସ୍ତ୍ରୀର ନୁହଁ କି ଆପଣଙ୍କର ବି ମୁଁ ନୁହଁ। ଆପଣ ମୋ ପାଇଁ ବା କିଏ ଯେ? ଆପଣ ମୋ ପାଇଁ କିଏ ଯେ? ସେ ନିଶ୍ୱାସଟା ନାକରେ ପଶିକି ବାହାରୁଛି ଆଉ ଥରେ ପଶୁଛି ବୋଲି ଆପଣଙ୍କର ମୋର ଦ୍ୱିତୀୟ ପଦ ଆଲୋଚନା ହେଇପାରୁଛି। ଆପଣ ନହେଲେ ମୋ ପାଇଁ କିଏ ଯେ? ଯଦି ସେ ଥରେ ପଶିଲା ଆଉ ବାହାରିକି ଆଉ ପଶିବନି, ତା ପରଠୁ ଆପଣ ଆଉ ଡାକୁଥିବେ ସ୍ୱାମୀ ଆନ୍ଦୋଳନ, ମୁଁ ଆଉ ଓ କରିବି ତ? ଆଉ ପରିବାର, ବ୍ୟକ୍ତି, ପ୍ରଶ୍ନ କିଛି ନାହିଁ। ଚୁପ ହେଇକି ନିଜ ଭିତରେ କଇଁଚ ଭଳି ଜାକି ଜୁକି ହେଇ ରୁହନ୍ତୁ। ଆକୁ କହନ୍ତି ଆଧ୍ୟାତ୍ମିକତା। ଆମେ ଯୋଉ ଆଲୋଚନା କରୁଛେ, ଏ ଆଲୋଚନା ଶ୍ରୀମଦ ଭାଗବତ ଗୀତାରେ ଗୋଟିଏ ପଦ ଅଛି, ସମାନତିଚ ରୋମାନ୍ତିଚ, ଅର୍ଥ ପରସ୍ପର ଭିତରେ ଏଇ ବ୍ରହ୍ମ ତତ୍ତ୍ୱକୁ ଆଲୋଚନା କଲେ ଗୋଟେ ବୁଦ୍ଧ ହୁଏ, ବିଶ୍ୱାସ ଜାଗ୍ରତ ହୁଏ ପରସ୍ପର ଭିତରେ। ପ୍ରଭୁ 1 ଘଣ୍ଟା 10 ମିନିଟ୍ କାଟି ଭଲ ମାଇଲେଜ ଆସିବ। ଏରା ମାନେ ଯିଏ ଏତିକି ଶୁଣିଥିବ ଆଉ ସେ ଲାଳି ଫାଳି ପଡିଯିବା ଦରକାର। ସବୁ ଆଦର ଅଛି। ଆପଣ କହନ୍ତୁ, ଗୋଟେ ଢେଲାଟେ ଆପଣଙ୍କର ମାଟି କାନ୍ଥ ତୋଳା ହେଇଥିବ, ଗୋଟେ ଢେଲାଟେ ଆପଣ ମାରିବେ, ମାଟି କାନ୍ଥରେ ରହିବ ନା ବାହାରିବ? ନାକି ରହିଯିବ ବାହାରିବ। ଓଦା କାନ୍ଥ, ଶୁଖିଲା କାନ୍ଥକୁ ଢେଲା ମାରିବେ, ସେ ରହିବ? ଶୁଖିଲା କାନ୍ଥରେ ଗଳି ପଡିବ। ଆଉ ମତେ ଯେତେ ଢେଲା ମାରୁଛ ମାରୁନ, ମୁଁ ପୁରା ଶୁଖି ସାଇଲାଇ। ମୁଁ କୋଉ ଓଦା ଅଛି ଯେ? ଯେପର୍ଯ୍ୟନ୍ତ ମାୟା ଆପଣଙ୍କୁ ଗ୍ରାସ କରିଥିବ ସେ ପର୍ଯ୍ୟନ୍ତ ଆପଣଙ୍କୁ ଯାହା ମାଇଲେ ଧଇଲା। ତେଣୁ ଆପଣଙ୍କ ମୁଣ୍ଡ ଭ୍ରମ ହବ, ଆମ ମୁଣ୍ଡ କାହିଁ ଭ୍ରମ ହବ? ଆମ ପା ଶୁଖିକି କାଠ ହେଇଗଲା। ମୁଁ ଯୋଉ କହନ୍ତି ଝଞ୍ଜା ଶୁଖିଲା। ଯେତେ ଆମକୁ ସୁନାର ମୁକୁଟ ପ୍ରଶଂସାରେ ପୋତିଲେ ବି ଆମେ ତରଳିବାର ନାହିଁ, ନିନ୍ଦାରେ ପୋତିଲେ ବି ଆମେ ତରଳିବାର ନାହିଁ। ସଇଲା। ଆଉ ଆମେ ଯାହା ସାଙ୍ଗେ ଆଲୋଚନା କରିବୁ ସେଠି ବନ୍ଧୁ ବାନ୍ଧବ ସାଙ୍ଗସାଥି ନାହିଁ। ବ୍ରହ୍ମ ଆଲୋଚନା ମାନେ ଅଗ୍ନି ମାନେ ଜଳିବ ଉତୁ ଉତୁ। ସେ ବ୍ରଜ ପଇଲେ ପୋଡିକି ଜଳିକିରି ଭସ୍ମ ହବ, ସେ ମଜ ପଇଲେ ବି ଜଳିଯିବ ଭସ୍ମ ହବ। ଇଏ ହଉଛି ଜ୍ଞାନାଗ୍ନି। ଏଠି ଯିଏ ପଡିବ ସେ ଭସ୍ମ ହବ। ତେଣୁ ଏଠି ସମ୍ପର୍କ କିଛି ନାହିଁ ଜ୍ଞାନରେ। ଏଇଟା ଯୁଦ୍ଧ। ଯୁଦ୍ଧ ବେଳେ ଅସ୍ତ୍ର ପ୍ରୟୋଗ ହବ, ପ୍ରତିପକ୍ଷକୁ ଅସ୍ତ୍ରରେ ବିନାଶ କରିବା କାମ ଯୋଦ୍ଧାର। ସେଇ କଥାଟା କୃଷ୍ଣ ଅର୍ଜୁନଙ୍କର ଚାଲିଥିଲା। ଅଭିମନ୍ୟୁ, ଅଭି କହିଲେ ମନ୍ଦ, ମନ୍ୟୁ କହିଲେ ବିନାଶ। ଅଭିମନ୍ୟୁ ଯୋଉ 7 ଚକ୍ର ପଶିଥିଲା, ସେ 7 ଚକ୍ର ହଉଛି ଏଇ କୁଣ୍ଡଳିନୀର 7ଟି ଚକ୍ର। ତା ଭିତରେ ପଶିକି ସେ ବିନାଶ ହେଲା। ମଙ୍ଗଳ ହେଲା ନା ଖରାପ, ଭଲ ହେଲା? ମଙ୍ଗଳ ହେଲା ନା ଖରାପ ହେଲା? କହନ୍ତୁ। 7 ଦିନ ଯୋଉ ଅନ୍ଧାର ରହିବ, ଆପଣ ଏବେ କହୁଛନ୍ତି ଯୋଉ କଥା କହିଛନ୍ତି ମନେ ନାହିଁ। 7 ଦିନ 7 ରାତି ଶୁଣିବେ ଯୋଉ ଅନ୍ଧାର ହବ କହିନାହାନ୍ତି, ଏବେ କହିଲେ ନା ଏଇ ଅଧଘଣ୍ଟା। ହଉ ହଉ ହଉ, ଆମେ ଆଉଥରେ ଆଲୋଚନା ପୁଣି କେତେବେଳେ କରିବା। ଯାହା ହଉ ଆପଣଙ୍କ ସହିତ ଟିକେ ଆଲୋଚନା ହେଲା, ସତ୍ସଙ୍ଗ ହେଲା। ଆଜିର ସତ୍ସଙ୍ଗ ଏଇଠି ସାଙ୍ଗ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ, ଅଚ୍ୟୁତ ମହାପୁରୁଷଙ୍କୁ, ପଞ୍ଚସଖାଙ୍କୁ ପ୍ରଣାମ କରି ବ୍ରଜ ବାବାଙ୍କର ଏ ପ୍ରଶ୍ନ ଉତ୍ତରର କାର୍ଯ୍ୟକ୍ରମକୁ ଏଇଠି ଜୟ ଅଚ୍ୟୁତ, ପ୍ରଶ୍ନକର୍ତ୍ତାଙ୍କର ଜୟ ହଉ। ଜୟ ଶ୍ରୀ ଜଗନ୍ନାଥ।